ବାଲେଶ୍ୱରରେ ଉଦ୍ଘାଟିତ ହେଲା ବାବା ଭୁଜାଖିଆ ପୀରଙ୍କ 80ତମ ବାର୍ଷିକ ଉର୍ସ ଉତ୍ସବ। ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ଆସ୍ଥାନରେ ଚଢ଼ାଇଲେ ଚାଦର। ବାଲେଶ୍ୱରରେ ଭାଇଚାରାର ପ୍ରତୀକ ସହରର ସୁନର୍ସ୍ଥିତ ବାବା ଭୁଜାଖିଆ ପୀରଙ୍କ 3 ଦିନିଆ 80ତମ ବାର୍ଷିକ ଉତ୍ସବ ଉର୍ସ ଏକ ଭାବାବେଗମୟ ପରିବେଶ ମଧ୍ୟରେ ଉଦ୍ଘାଟିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ଶେଷ ବୁଧବାର, ଗୁରୁବାର ଓ ଶୁକ୍ରବାର 3 ଦିନ ଧରି ଏହି ପୀଠରେ ବାବାଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଥାଏ। ମାତ୍ର ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରମଜାନ ମାସ ପାଇଁ ଏହି ଉତ୍ସବ 1 ମାସ ପରେ ଅର୍ଥାତ୍ ଏପ୍ରିଲ ମାସ ଶେଷ ବୁଧବାର, ଗୁରୁବାର ଓ ଶୁକ୍ରବାର ପାଳିତ ହେଉଛି। ଉତ୍ସବର ପ୍ରଥମ ଦିନରେ ଗୋସାଲ, କୋରାନ ପାଠ, ମିଲାତେ ଶରୀଫ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସକାଳୁ ସ୍ଥାନୀୟ ପରମିଟ ଘାଟରୁ ପାଣି ଅଣାଯାଇ ବାବାଙ୍କ ଆସ୍ଥାନକୁ ପବିତ୍ର କରାଯିବା ପରେ ଚାଦର ଚଢ଼ାଯିବା ସହ ସାମୂହିକ କୋରାନ ପାଠ କରାଯାଇଥିଲା। ପରେ ଭକ୍ତମାନେ ଦିବସବ୍ୟାପୀ ବାବାଙ୍କୁ ଦର୍ଶନ କରି ଚାଦର ଚଢ଼ାଇଥିଲେ। ବାବାଙ୍କ ବାର୍ଷିକ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ନିଷ୍ଠାର ସହ ପୀର ବାବାଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳେ। ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଏଥିରେ ଯୋଗଦେଇ ପ୍ରାର୍ଥନା କରିବା ସହ ଭୋଗ ଲଗାଇଥାନ୍ତି। ବାବାଙ୍କ ନିକଟରେ ପ୍ରାୟତଃ ମୁଢ଼ି ବା ଭୁଜା ଭୋଗ ଆକାରରେ ଲଗାଯାଇଥାଏ। ଏହା ସହିତ ପୀଠରେ ଲଡୁ, ଗଜା, କୋରା, ଖଜା ଇତ୍ୟାଦି ଶୁଖିଲା ମିଷ୍ଟାନ୍ନ ଭୋଗ ଲଗାଯିବାର ବିଧି ରହିଛି। ବହୁ ଭକ୍ତ ଏହି ପୀଠକୁ ଆସିବା ପରେ ସେମାନଙ୍କର ମାନସିକ ପୂରା ହୋଇଥିବାର କହିଛନ୍ତି। ବାବାଙ୍କ ପ୍ରତି ମନରେ ଦୃଢ଼ ବିଶ୍ୱାସ ଥିବାରୁ ପ୍ରତ୍ୟେକ ବର୍ଷ ଉର୍ସ ଉତ୍ସବ ପାଳନ ପାଇଁ ଭକ୍ତମାନେ ଏଠାକୁ ଆସିଥାନ୍ତି ବୋଲି ସେମାନେ କହିଛନ୍ତି। ଦେଖନ୍ତୁ, ଆମେ ଭକ୍ତ ହିସାବରେ ପ୍ରତିବର୍ଷ ଆମେ ତ ବାହାରେ ରହୁ, ପ୍ରତିବର୍ଷ ବାବାଙ୍କ ଭକ୍ତିରେ ଆମେ ଆସୁ। ଆଉ ଯେଉଁ ପ୍ରକାର ହଜରତ ଅଲି ସୁହାଲେ ମହମ୍ମଦ ରହମତୁଲ୍ଲାହ ଆଲୈହ ତାଙ୍କ ବାବା ଭୁଜାଖିଆ ପୀର, ତାଙ୍କ ନାଁ ବହୁତ ମାନେ ପରିଚିତ ନାଁ ଅଛି। ଅଲ୍ ଓଭର ଇଣ୍ଡିଆ ତାଙ୍କୁ ଜାଣିଛନ୍ତି। ତାଙ୍କର ଭକ୍ତମାନେ ଅଲ୍ ଓଭର ଇଣ୍ଡିଆରୁ ଆସୁଛନ୍ତି, ଆଉ ଇଣ୍ଟରନ୍ୟାସନାଲ ଭକ୍ତ ବି ଆସୁଛନ୍ତି, ବହୁତ ଇଣ୍ଡିଆ ବାହାରୁ ବି ଆସୁଛନ୍ତି। ତେଣୁ ଏଇଟା ଆପଣଙ୍କର ଯେଉଁ ବାର୍ଷିକ ଉତ୍ସବ, ଏଇଟା 80ତମ ବାର୍ଷିକ ଉତ୍ସବ, ଯେଟାକି ବହୁତ ବଡ଼ ଧରଣରେ ପାଳନ ହେଉଛି ଏବଂ ଭକ୍ତମାନଙ୍କର ଯେଉଁ ମନସ୍କାମନା ସମସ୍ତଙ୍କୁ ବହୁତ ପୂରଣ ହେଇଛି। ଆମ ସାମ୍ନାରେ ବହୁତ ଲୋକ ଆସିକି କହିକି ବି ଯାଉଛନ୍ତି। ବାବାଙ୍କର ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି ଆଉ ରହିଥାଏ। 3 ଦିନ ପାଇଁ ଉଭୟ କମ୍ୟୁନିଟି ଦେଖନ୍ତୁ, ହିନ୍ଦୁ, ମୁସଲିମ, ଶିଖ, ଇସାଇ ସମସ୍ତ ଜାତି ଏଠି କିଛି ନାହିଁ। ବାବାଙ୍କର ସମସ୍ତଙ୍କୁ ଆଶୀର୍ବାଦ ରହିଛି। ତେଣୁ ମୋ ମତରେ ଏଠି ଆମର ଯେଉଁ ଭାଇଚାରାର ପ୍ରତୀକ ବାବା ଭୁଜାଖିଆ ପୀର ବାଲେଶ୍ୱର ପାଇଁ ଗୋଟେ ବରଦାନ ଭଳିଆ ଅଛନ୍ତି। ତାଙ୍କର ସବୁବେଳେ ଆମେ ଆଶୀର୍ବାଦ ଚାହୁଁ। ଭୁଜାଖିଆ ପୀର ବାବାଙ୍କ ଅସଲ ନାଁ ହେଉଛି ହଜରତ ସ୍ୱାଲେ ମହମ୍ମଦ। ଲୋକମାନେ ବାବାଙ୍କୁ ଭେଟି ନିଜ ନିଜର ବିଭିନ୍ନ ସମସ୍ୟାର ସମାଧାନର ଦିଗ ତାଙ୍କଠାରୁ ପାଇପାରୁଥିଲେ। ଶ୍ରଦ୍ଧାରେ ସମସ୍ତେ ବାବାଙ୍କୁ ଭୁଜା ଖାଇବାକୁ ଦେଉଥିଲେ। ବାବାଙ୍କର ମୁଖ୍ୟ ଖାଦ୍ୟ ଥିଲା ଭୁଜା। ପରବର୍ତ୍ତୀ ସମୟରେ ବାବାଙ୍କ ପରିଚୟ ପରିବର୍ତ୍ତନ ହୋଇ ଭୁଜାଖିଆ ପୀର ବାବା ହୋଇଥିବାର ଶୁଣିବାକୁ ମିଳେ। ବାବାଙ୍କ ତିରୋଧାନ ପରେ ସେହି ସ୍ଥାନରେ ତାଙ୍କର ସମାଧି ନିର୍ମାଣ କରାଯାଇଥିଲା। ତେବେ ଭାଇଚାରାର ନିଦର୍ଶନ ପାଲଟିଥିବା ବାବା ଭୁଜାଖିଆ ପୀରଙ୍କ ପୀଠ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବାବାଙ୍କ ପୀଠକୁ ଆସିଲେ ମନସ୍କାମନା ପୂରଣ ହୁଏ ବୋଲି ସମସ୍ତଙ୍କର ଅଗାଢ଼ ବିଶ୍ୱାସ ରହିଛି। ମନବାଞ୍ଛା ପୂରଣ ହେଲେ ଶ୍ରଦ୍ଧାଳୁମାନେ ବାବାଙ୍କ ଆସ୍ଥାନରେ ଚାଦର ଚଢ଼ାଇବାକୁ ଆସିଥାନ୍ତି ବୋଲି ଶୁଣିବାକୁ ମିଳେ। ଉର୍ସ ଉତ୍ସବର ଶେଷ 2 ଦିନରେ ସହରର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଶୋଭାଯାତ୍ରାରେ ଆସି ବାବାଙ୍କ ଉପରେ ଚାଦର ଚଢ଼ାଇବେ ବୋଲି ଉର୍ସ ଉତ୍ସବ ପରିଚାଳନା କମିଟିର କର୍ମକର୍ତ୍ତାମାନେ କହିଛନ୍ତି। ପ୍ରଥମ ତ ବାଲେଶ୍ୱରବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଦେଉଛି, ଅଭିନନ୍ଦନ ଜଣାଉଛି। ଆମର ବାବା ଭୁଜାଖିଆ ପୀର ମ୍ୟାନେଜିଂ କମିଟି ତରଫରୁ ଆଜି ଏ ବର୍ଷ 2024ରେ 80ତମ ବାର୍ଷିକ ଉତ୍ସବ ପାଳନ କରାଯାଉଛି। ଆଉ ଆଜି ବୁଧବାର
24 ଏପ୍ରିଲରେ ବାବାଙ୍କର ସ୍ନାନ ଥିଲା, ଯାହାକୁ ଗୋସଲ ଶରୀଫ କୁହନ୍ତି। ଆଜି 10:10 ସମ୍ପନ୍ନ ହେଲା। ତାପରେ ସନ୍ଧ୍ୟାବେଳେ ଆମର ସବିନା ପାଠ ହେବ, 9ଟାରୁ ଏଣ୍ଟାର ରାତି ସାରା ହେବ। ଆସନ୍ତାକାଲି ଗୁରୁବାର ସକାଳୁ ମୁଁ ଚାଦର ଚଢ଼ା ଆରମ୍ଭ ହୋଇଯିବ ପିଲାମାନଙ୍କ ସକାଳୁ ଭୋର 4ଟା ପାଖରୁ, ଏବଂ ଦିନ ସାରା ଚାଦରର ଫୁଲ ଚାଦର ଚଢ଼ାଯିବ। ଭକ୍ତମାନେ ଆସିବେ, ଶହ ଶହ ଭକ୍ତମାନେ ବାବାଙ୍କ ଦର୍ଶନ ପାଇଁ ଆସିବେ। ଆଉ ଗୁରୁବାର ଯେଉଁଭଳି ସମ୍ପନ୍ନ ହେବ, ଶୁକ୍ରବାର ଦିନ ସେମ୍ ପ୍ରୋସେସଟା ହେବ। ଆଉ ବାଲେଶ୍ୱର ଛଡ଼ା ବିହାର, ବେଙ୍ଗଲ, ଓଡ଼ିଶା ସାରା ଯେତେ ଭକ୍ତ ବୃନ୍ଦ ଆସିବେ ସମସ୍ତଙ୍କୁ ବାଲେଶ୍ୱରବାସୀଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ। ବାଲେଶ୍ୱର ଆସନ୍ତୁ, ବାବାଙ୍କର ଦର୍ଶନ କରନ୍ତୁ ଏବଂ ମନସ୍କାମନା ପୂରଣ କରନ୍ତୁ। ସେହିପରି ଜନଗହଳି ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉର୍ସ ଉତ୍ସବ ଶାନ୍ତି କମିଟି ଓ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଆବଶ୍ୟକ ସଂଖ୍ୟାରେ ଫୋର୍ସ ମୁତୟନ ସହ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଇଛି।